ଜୟ ଶ୍ରୀରାମ। ରାମାୟଣର ସୁନ୍ଦର ଫର୍ଦ୍ଦଟିଏ ଆଜି ଆଣିବି। ଦୁଃଖ ଲାଗେ ଯେତିକି, ଆଖିରେ ଲୁହ ବି ଜକେଇ ଆସେ ସେତିକି। ସେଦିନ ବାଳକ ଶ୍ରୀରାମଚନ୍ଦ୍ର ଖେଳୁଥାନ୍ତି ନିଜ ଅଗଣାରେ। ସୁନ୍ଦର ଭାବରେ ଚଉପାଇ ଲେଖିଛନ୍ତି ସନ୍ଥ ତୁଳସୀଦାସ। ଠୁମକ ଚାଲତେ ରାମଚନ୍ଦ୍ର ବାଜତେ ପାଇଜନିଆ। ଛମ ଛମ ହେଇକି ଚାଲୁଛନ୍ତି ରାମଚନ୍ଦ୍ର। ତାଙ୍କ ଅଣ୍ଟାର ଘାଗୁଡ଼ି, ପାଦର ପାଉଁଜି, ପାଦର ଘୁଙ୍ଗୁର ଖୁବ୍ ସୁନ୍ଦର ଭାବେ ଛମଛମ ଛମଛମ ହେଇକି ବାଜୁଥାନ୍ତି। ମନ ମୋହି ନେଇ ଯାଉଥାଏ ସମସ୍ତଙ୍କର ମନ। କିନ୍ତୁ ସମସ୍ତେ ଜଣେ ଜଣେ ଉଠି ଚାଲି ଯାଉଥାନ୍ତି। ରହିଯାଇଥାନ୍ତି ମାତା କୈକେୟୀ। ଏମିତି ବୁଲି ବୁଲି ଆସି ପଛଆଡ଼ୁ ଆଖି ବନ୍ଦ କରିଦେଲେ ପ୍ରଭୁ ଶ୍ରୀରାମଚନ୍ଦ୍ର ମା କୈକେୟୀଙ୍କର ଏବଂ ପଚାରିଲେ, ମା କୁହ, ତମ ଆଖି କିଏ ବନ୍ଦ କରିଛି? ସେଇଠି କୈକେୟୀ କହୁଛନ୍ତି, ମୋ ଆଖି ଲକ୍ଷ୍ମଣ ବନ୍ଦ କରିଛନ୍ତି। ହସିଦେଲେ, ହାତ ଖୋଲିଦେଲେ ଆଖିରୁ। ମାଆଙ୍କର ଏବଂ କୈକେୟୀଙ୍କ ପାଖରେ ଆସି ପହଞ୍ଚିଲେ, ମା ତମେ ହାରିଗଲ, ଲକ୍ଷ୍ମଣ ନୁହେଁ ମୁଁ ରାମଚନ୍ଦ୍ର। କୋଳରେ ବସାଇ ଦେଲେ, ଭିଡ଼ି ନେଲେ ଆଗ୍ରହରେ। ଦୁଇ ଚାରୋଟି ଚୁମ୍ବନ ଆଙ୍କିଦେଲେ ପୁଅ ମୁହଁରେ ଏବଂ କହିଲେ, ପୁଅ ସତରେ ମୁଁ ହାରିଯାଇଛି। ମାଗ ତୁ କ'ଣ ମାଗୁଛୁ? ହାରିଯାଇଥିବା ଲୋକ ନିଶ୍ଚୟ ଦେବ। କୈକେୟୀଙ୍କ ମୁହଁକୁ ଚାହିଁଲେ ପ୍ରଭୁ ଶ୍ରୀରାମଚନ୍ଦ୍ର, କହିଲେ, ମା ମୁଁ ମାଗିବି, ମୋତେ ଦେଇପାରିବ? କୈକେୟୀ ହସିଲେ, କହିଲେ, ପୁଅ ମାଆକୁ ପୁଅ ମାଗିବ ଆଉ ମା ଦେଇପାରିବନି? ଏମିତି କ'ଣ ପଦାର୍ଥ ଅଛି ମୁଁ ଦେଇପାରିବିନି? ମାଗ ମାଗ, ତୁ ଯାହା ମାଗୁଛୁ ମାଗ, ମୁଁ ଦେଇଦେବି ତତେ। ନା ମା, ମୁଁ ଯାହା ମାଗିବାକୁ ଯାଉଛି ତମେ ଦେଇପାରିବନି। ଯଦି ଦେବ ଏ ସଂସାରର ଯେତେ ଅପନିନ୍ଦା, ଯେତେ ସବୁକିଛି କଳଙ୍କ ଆପଣଙ୍କୁ ସହିବାକୁ ପଡ଼ିବ। ପାରିବି, ସହିପାରିବି ପୁଅ, ତୁ ମାଗ। ପୁଅ ଆଜି କହୁଛି ମାଗିବା ପାଇଁ, ମା ଦେବନି? ନା ମା, ଏ ସଂସାରର ପ୍ରତ୍ୟେକ ମା ମାନେ ତୁମକୁ ଘୃଣା କରିବେ। ଏ ସଂସାରର ଜନତା ତୁମକୁ ନାକ ଟେକିବେ, ତୁମକୁ କଳଙ୍କିନୀ ବୋଲି କହିବେ ଏବଂ ଶେଷରେ ତୁମକୁ ମଧ୍ୟ ତୁମ ପତିକୁ ହରାଇବାକୁ ପଡ଼ିବ। ପାରିବ? ଚାହିଁଲେ ମା କୈକେୟୀ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଏବଂ କହିଲେ, ପୁଅ ପାରିବି, କିନ୍ତୁ ଗୋଟିଏ କଥା କହ, ଏ ସଂସାରର ନଜରରେ ମୁଁ ଚାହେଁ ନୀଚ ହୋଇଯାଏ, ହୀନ ହୋଇଯାଏ, କଳଙ୍କିନୀ ହୋଇଯାଏ, ଖରାପ ମା ହୋଇଯାଏ, କିନ୍ତୁ ତୋ ଆଖିରେ ମୁଁ କ'ଣ ହେବି ମୋତେ ଖାଲି ତୁ ଜଣେଇ ଦେ। ନା ମା, ମୋ ଆଖିରେ ତମେ ତ ମହାନ ହେବ। କହ କ'ଣ ତୁ ମାଗୁଛୁ? ମୁଁ ତୁମକୁ କେବେ ହେଲେ କଳଙ୍କିନୀ ବୋଲି କହିପାରିବିନି। ମୁଁ କହିବି ମୋର ମା ହେଉଛନ୍ତି ପବିତ୍ରା। କହ ଯାହା ମାଗୁଛୁ ମୁଁ ତୋତେ ଦେବି। ନା ମା, ଯେତେବେଳେ ମୋତେ ବାବା ଏ ରାଜ୍ୟର ଅଯୋଧ୍ୟାର ରାଜା କରିବାକୁ ଚାହିଁବେ, ସେତେବେଳେ ତମେ ମୋତେ ବନକୁ ପଠାଇବ। ଠିକ୍ ସେଇଆ ହେଲା। ସମୟ ଗଡ଼ିଗଲା ଏବଂ ବନକୁ ପଠାଇବାର ବୟସ ଯେତେବେଳେ ହେଲା ଏବଂ କୋପଭବନରେ ଯେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କୁ ଡକାଗଲା, ସେତେବେଳେ ଆସି ଦେଖିଲେ ପିତା ଦଶରଥ ମୂର୍ଚ୍ଛିତ ହୋଇ ପଡ଼ିଛନ୍ତି ଏବଂ ସେଇଠି ପ୍ରଭୁ ପଚାରୁଛନ୍ତି ମା କୈକେୟୀଙ୍କୁ, ମା କୁହ, ବାବାଙ୍କର କାରଣ କ'ଣ? କାହିଁକି କୋପ ଭରରେ ବାପା ଶୋଇପଡ଼ିଛନ୍ତି ଏବଂ ମୂର୍ଚ୍ଛିତ ଯାଇଛନ୍ତି? ସେଇଠି କୈକେୟୀ କହୁଛନ୍ତି, ପୁଅ ଆଜି ମୁଁ ମାଗିଦେଲି, ତୁ 14 ବର୍ଷ ବନବାସକୁ ଯିବୁ ଆଉ ମୋ ପୁଅ ଭରତ 14 ବର୍ଷ ପାଇଁ ରାଜା ହେବ ଅଯୋଧ୍ୟାର। ସେଇଠି କହିଲେ, ମା ଡାକୁଥିଲେ ସେତେବେଳେ ପର୍ଯ୍ୟନ୍ତ ଏବଂ ସେଇଠୁ ସେ ଆରମ୍ଭ କଲେ ଜନନୀ। ଜନନୀ କାହାକୁ କୁହାଯାଏ? ନା ଯିଏ ଜନ୍ମ ଦିଏ ସିଏ ଜନନୀ। ଏବଂ ମା ଆଉ ଜନନୀ ଭିତରେ ପ୍ରଭେଦ ହେଲା ଅନ୍ତ ଫାଡ଼ି ଜନ୍ମ ଦେଉଥିବା ମା ଜନନୀ ଆଉ ସମସ୍ତେ ପାଳୁଥିବା ମା। ଏବଂ ସେଇଠି ସେ କହିଲେ, ମା ତମେ ଆଜିଠୁ ମୋର ଜନନୀ। କାରଣ ଏଠି ଯେଉଁ ରାମଚନ୍ଦ୍ର ଯେଉଁ ଉଦ୍ଦେଶ୍ୟରେ ଏ ସଂସାରକୁ ଆସିଛନ୍ତି, ବର୍ତ୍ତମାନ ପାଳନ ହେବ ସେହି ସଂସାରର ସେହି କର୍ତ୍ତବ୍ୟ ଏବଂ ଯେଉଁମାନଙ୍କୁ ନାଶ କରିବା ପାଇଁ ମୁଁ ଯିବି ସେଇମାନେ ହେବେ ରାକ୍ଷସ ଏବଂ ଆଜିଠାରୁ ଆରମ୍ଭ ହେବ ସେହି କାର୍ଯ୍ୟକ୍ରମ। ତମେ ଆଜି ଜନ୍ମ ଦେଇଛ ପୁରୁଷୋତ୍ତମକୁ। ରାମଚନ୍ଦ୍ରର ମୁଁ ଆଜି ହେଇଛି ପୁରୁଷୋତ୍ତମ। ତମେ ହେଉଛ ମୋର ଜନନୀ। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। ଓମ୍ ଶ୍ରୀରାମ।